ଆଜିର ଏଇ ଭିଡ଼ିଓଟି ଆର୍ଆର୍‌ବି ରିକ୍ୱାରମେଣ୍ଟ ବିଷୟରେ 2026 ଯୋଉ ଆସିଯାଇଛି ଆମର ଆର୍ଆର୍‌ବି ରିକ୍ୱାରମେଣ୍ଟ ସେଇ ବିଷୟରେ ମାନେ ରେଲୱେ ଜବ୍ ବିଷୟରେ। ତ ଏଠାରେ ଦେଖନ୍ତୁ ଆମର 22,000 ପାଖାପାଖି ପୋଷ୍ଟ ବାହାରିକି ଆସିଯାଇଛି ଯାହାକି ଆପଣ ଆପ୍ଲାଏ କରିପାରିବେ। ଏହା ହେଉଛି ଇଣ୍ଡିଆ ରେଲୱେ ତରଫରୁ ବାହାରିକି ଆସିଯାଇଛି ରେଲୱେ ରିକ୍ୱାରମେଣ୍ଟ ବୋର୍ଡସ୍। ଜବ୍‌ଟି ଗ୍ରୁପ୍ ଡି ଲେଭେଲର ବାହାରିକି ଆସିଯାଇଛି। ଏଠାରେ ଆପଣ ଯଦି 10 କ୍ଲାସ୍ ପାସ୍ କରିଛନ୍ତି ତାହେଲେ ମଧ୍ୟ ଏହାକୁ ଆପ୍ଲାଏ କରିପାରିବେ। ଏଜ୍ ଲିମିଟ୍ କହିବାକୁ ଗଲେ 18ରୁ 33 ବର୍ଷ ଭିତରେ ହେଇଥିବା ଦରକାର। ଯଦି ଆପଣଙ୍କର ଏଜ୍ 18ରୁ 33 ବର୍ଷ ଭିତରେ ଅଛି ତାହେଲେ ଏହାକୁ ଆପ୍ଲାଏ କରିପାରିବେ। ତ ଚାଲନ୍ତୁ ଏବେ ନୋଟିଫିକେସନ୍ ଆଡ଼କୁ ଯିବା, ଡିଟେଲରେ ଟିକେ ଦେଖିଦେବା। ତାପରେ ଦେଖନ୍ତୁ ନୋଟିଫିକେସନ୍ ଆଡ଼କୁ ଟିକେ ଦେଖିଦେବା। ଦେଖନ୍ତୁ କମ୍ପାନୀ ନେମ୍ ଲେଖାଯାଇଛି ରେଲୱେ ରିକ୍ୱାରମେଣ୍ଟ ବୋର୍ଡ ମାନେ ଆର୍ଆର୍‌ବି ତରଫରୁ ଏହା ବାହାରିକି ଆସିଯାଇଛି। ପୋଷ୍ଟ ନେମ୍‌ଟି ମଧ୍ୟ ଦେଖନ୍ତୁ ଗ୍ରୁପ୍ ଡି ପୋଷ୍ଟ ଅଛି। ଭଲ ପୋଷ୍ଟଟେ ଅଛି। ଆପଣ 10 କ୍ଲାସ୍ ମିନିମମ୍ ପାସ୍ କରିଥିଲେ ମଧ୍ୟ ଏହାକୁ ଆପ୍ଲାଏ କରିପାରିବେ। ତାପରେ ଦେଖନ୍ତୁ ସାଲାରୀ ରହିଛି 18,000 ଟଙ୍କା। ଷ୍ଟାର୍ଟିଂ ସାଲାରୀ 18,000 ଟଙ୍କା ରହିଛି ଆପଣଙ୍କର। ଭଲ ଦରମା ମଧ୍ୟ ରହିଛି। କ୍ୱାଲିଫିକେସନ୍ ଦେଖିବାକୁ ଗଲେ ଆପଣ ଯଦି ଆଇଟିଆଇ କିମ୍ବା 10 କ୍ଲାସ୍ ଯଦି ମିନିମମ୍ କରିଛନ୍ତି ତାହେଲେ ମଧ୍ୟ ଏହାକୁ ଆପ୍ଲାଏ କରିପାରିବେ। ଏଠାରେ ଏଜ୍ ଲିମିଟ୍ ମଧ୍ୟ ରହିଛି ଦେଖନ୍ତୁ 18ରୁ 33 ବର୍ଷ ରହିଛି। ଯଦି ଆପଣଙ୍କର 18ରୁ 33 ବର୍ଷ ଏଜ୍ ଲିମିଟ୍ ତାହେଲେ ସେ ଭିତରେ ଯଦି ଆପଣଙ୍କର ଏଜ୍ ହେଉଛି ତାହେଲେ ଆପଣ ଏହାକୁ ଆପ୍ଲାଏ କରିପାରିବେ। ଏଠାରେ ରିଲାକ୍ସେସନ୍ ଏଜ୍ ମଧ୍ୟ ରହିଛି। ଆପଣ ଆପ୍ଲାଏ କରିବା ଟାଇମ୍‌ରେ ଜାଣିପାରିବେ କାହାର କେତେ ରିଲାକ୍ସେସନ୍ ଦେଇଛି। ଖାସ୍ କରି ଏସ୍‌ଟି ଏସ୍‌ସି ଯିଏ ତାଙ୍କର 5 ବର୍ଷ ଥାଏ। ଓବିସି ଜେନେରାଲ ପିଲାମାନଙ୍କର 3 ବର୍ଷ ଥାଏ। ତ ଆପଣ ସେଇ ଭିତରେ ଯଦି ରହୁଛନ୍ତି ତାହେଲେ ଆପଣ ଏହାକୁ ନିଶ୍ଚୟ ଆପ୍ଲାଏ କରିପାରିବେ। ଷ୍ଟାର୍ଟିଂ ଡେଟ୍ ଦେଖନ୍ତୁ 20/1/2024ରୁ ଷ୍ଟାର୍ଟ ହେଇଗଲାନି। ଆପଣଙ୍କ ଲାଷ୍ଟ ଡେଟ୍ ଅଛି 2/3/2024 ମାନେ ମାର୍ଚ୍ଚ 2 ତାରିଖରେ ଏହା ଶେଷ ହେଇଯିବ। ତାପରେ ଅଫିସିଆଲି ୱେବସାଇଟ୍ ମଧ୍ୟ ଏଠାରେ ଦେଖନ୍ତୁ rrbchennai.gov.in ଆସିଛି। ଆଉ ଗୋଟେ ଇଣ୍ଡିଆ ରେଲୱେ .gov.in ଏହି ୱେବସାଇଟ୍ ଭିତରେ ଆପଣ ଯୋଉ ୱେବସାଇଟ୍‌କୁ ଯାଇକି ମଧ୍ୟ ଆପ୍ଲାଏ କରିପାରିବେ। ଏହାପରେ ଦେଖିବା ଆପ୍ଲିକେସନ୍ ଫିସ୍ କେତେ ଟଙ୍କା ଲାଗୁଛି। ଦେଖନ୍ତୁ ଏଠାରେ ଜେନେରାଲ କ୍ୟାଣ୍ଡିଡେଟ୍ ମାନେ ଜେନେରାଲ ଯୋଉମାନେ ଯାଉଛନ୍ତି ତାଙ୍କର 500 ଟଙ୍କା ଆପ୍ଲିକେସନ୍ ଫିସ୍ ରହିଛି। ଆଉ ଯୋଉ ପିଡବ୍ଲ୍ୟୁଡି, ଫିମେଲ୍, ଟ୍ରାନ୍ସଜେଣ୍ଡର, ଏକ୍ସ ସର୍ଭିସମ୍ୟାନ୍ କିମ୍ବା ଏସ୍‌ଟି ଏସ୍‌ସି ଯଦି ଆପଣ ହଉଛନ୍ତି ତାହେଲେ ଆପଣଙ୍କୁ 250 ଟଙ୍କା ଦେବାକୁ ପଡ଼ିବ ଆପ୍ଲିକେସନ୍ ଫିସ୍। ଯାହାକି ଆପଣଙ୍କର ରିଫଣ୍ଡ ବି ହେଇଥାଏ। ମାନେ ଆପଣ ଯଦି ପରୀକ୍ଷା ଦେଇ ଦଉଛନ୍ତି, ପରୀକ୍ଷାକୁ କମ୍ପ୍ଲିଟ୍ କରିଦଉଛନ୍ତି ତାହେଲେ ଆପଣ ଜେନେରାଲ କ୍ୟାଣ୍ଡିଡେଟ୍ ଯଦି ହେଇଛନ୍ତି ତାହେଲେ ଆପଣଙ୍କର 500 ଟଙ୍କା ପେମେଣ୍ଟ କରିଥିବେ କିନ୍ତୁ 400 ଟଙ୍କା ଆପଣଙ୍କୁ ରିଫଣ୍ଡ ଆସିବ। ଆଉ ଯଦି ଆପଣ ଏସ୍‌ଟି ଏସ୍‌ସି, ପିଡବ୍ଲ୍ୟୁଡି କ୍ୟାଣ୍ଡିଡେଟ୍ ହେଇଥିବେ ତାହେଲେ ଆପଣ 250 ଟଙ୍କା ପେମେଣ୍ଟ କରିବେ। କିନ୍ତୁ ଆପଣ ଯଦି ପରୀକ୍ଷା କମ୍ପ୍ଲିଟ୍ କରିଦଉଛନ୍ତି ତାହେଲେ ଆପଣଙ୍କୁ ସେ 250 ଟଙ୍କା ହିଁ ଫେରିଆସିବ। ତ ଏଠାରେ ଆପଣ ଆପ୍ଲିକେସନ୍ ଫିସ୍ ବିଷୟରେ ବୁଝିଯାଇଥିବେ। ତାପରେ ଦେଖନ୍ତୁ ଏହାର ଭେକେନ୍ସି ଟାଇପ୍ ଆସିଯାଇଛି। ଏଠାରେ ଆପଣ ଭେକେନ୍ସି ଡିଟେଲ୍ସ ଥରେ ଦେଖିଦିଅନ୍ତୁ। କୋଉ ପୋଷ୍ଟ କେତେ ସଂଖ୍ୟାର ବାହାରିଛି ଏଠାରେ ଦେଖନ୍ତୁ ଟୋଟାଲି ଭେକେନ୍ସି ବିଷୟରେ ମୁଁ ଆପଣମାନଙ୍କୁ ଦେଖେଇ ଦେଇଛି। ଆପଣମାନେ ଏହାକୁ ଭିଡ଼ିଓକୁ ରଖିକି ଗୋଟେ କି ପୋଷ୍ଟ ଆପଣ ଦେଖିଦିଅନ୍ତୁ। ଯୋଉ ପୋଷ୍ଟ ପାଇଁ ଆପଣ ପକେଇବା ପାଇଁ ଚାହୁଁଛନ୍ତି ସେ ପୋଷ୍ଟ କେତେ ସଂଖ୍ୟାର ବାହାରିଛି ଏଠାରେ ଆପଣମାନଙ୍କୁ ଏ ଭିଡ଼ିଓକୁ ରଖିକି ଦେଖିଦିଅନ୍ତୁ। ଏମିତି ଯଦି ମୁଁ ଗୋଟେ କି ଆପଣଙ୍କୁ କହିବି ତାହେଲେ ଭିଡ଼ିଓ ବହୁତ ଲମ୍ବା ହେଇଯିବ। ସେଥିପାଇଁ ଆପଣମାନେ ନିଜ ଭିଡ଼ିଓକୁ ରଖିକି ଥରେ ଏଇ ପୋଷ୍ଟ ଗୁଡ଼ାକ କୋଉଟା କେତେ ବାହାରିଛି ଆପଣ ଦେଖିଦିଅନ୍ତୁ। ସେଇ ଅନୁସାରେ ଆପଣ ଆପ୍ଲାଏ କରନ୍ତୁ। ବାସ୍ ଆଜିର ଭିଡ଼ିଓ ପାଇଁ ଏତିକି ଥିଲା। ଏହାର ଆପ୍ଲାଏ ଭିଡ଼ିଓ ଆଉ ଗୋଟେ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଦେଖେଇଦେବି କିପରି ଆପ୍ଲାଏ କରିବେ, ପ୍ରୋସେସ୍ କ'ଣ ରହିଛି, ଡକୁମେଣ୍ଟ କ'ଣ ଲାଗିବ। ଆଉ ଗୋଟେ ଭିଡ଼ିଓ ଆପଣମାନଙ୍କୁ ଆଜି ହିଁ ନେଇକି ଆସିବି। ସେ ଭିଡ଼ିଓରେ ଆପଣମାନଙ୍କୁ ଦେଖେଇଦେବି କିପରି ଆପ୍ଲାଏ କରିବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ଗୋଟେ କରନ୍ତୁ ଆଉ ସବସ୍କ୍ରାଇବ୍ କରିକି ରଖନ୍ତୁ ଆଗକୁ ଏମିତି ଭିଡ଼ିଓ ଦେଖିବା ପାଇଁ। ଆଜିର ଭିଡ଼ିଓରେ ବାସ୍ ଏତିକି ଥିଲା। ରହୁଛି, ନମସ୍କାର।